ସତ୍ୟକେଳ ପକ୍ଷରୁ ଆପଣଙ୍କୁ ସ୍ୱାଗତ। ପ୍ରଦେଶ କଂଗ୍ରେସ ସଭାପତିଙ୍କ ଆହ୍ୱାନକ୍ରମେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ରେମୁଣା ଗୋଲାଇସ୍ଥିତ ଟାଟା ପାୱାରର କର୍ପୋରେଟର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ କର୍ମୀମାନେ ରେମୁଣା ଗୋଲାଇସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ବିଶାଳ ଶୋଭାଯାତ୍ରାରେ ଆସି ଟାଟା ପାୱାର ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନୁଷ୍ଠିତ ଗଣଧାରଣାରେ ଜିଲ୍ଲା କଂଗ୍ରେସ ସଭାପତି ସତ୍ୟଶିବ ଦାସ ସଭାପତିତ୍ୱ କରିଥିଲେ। ଟାଟା ପାୱାର ପକ୍ଷରୁ ବିଦ୍ୟୁତ୍ ଉପଭୋକ୍ତାଙ୍କ ନିକଟରୁ ଆଦାୟ କରାଯିବାକୁ ଥିବା ଅତିରିକ୍ତ ସୁରକ୍ଷା ଜମାରାଶିକୁ ତୁରନ୍ତ ପ୍ରତ୍ୟାହାର କରିବା, ସବୁ ପରିବାରକୁ 300 ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବା, କୃଷି କ୍ଷେତ୍ରକୁ ସମ୍ପୂର୍ଣ୍ଣ ମାଗଣା ବିଜୁଳି ଯୋଗାଇବା ଏବଂ ସ୍ମାର୍ଟ ମିଟରର ବିଶ୍ୱସନୀୟତା ପ୍ରମାଣ ନ ହେବା ପର୍ଯ୍ୟନ୍ତ ତା ଉପରେ ରୋକ ଲଗାଇବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଥିଲା। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଜଳେଶ୍ୱର କଂଗ୍ରେସ ନେତା ସୁଦର୍ଶନ ଦାସ, ବାଲିଆପାଳ ବସ୍ତା ନେତା ବିଜନ ନାୟକ, ମହିଳା କଂଗ୍ରେସ ନେତ୍ରୀ ଅର୍ଚ୍ଚନା ନନ୍ଦୀ, ବାସନ୍ତୀ ସାମଲ, ଉର୍ମିଳା ମାଝୀ, ମୀନାରାଣୀ ସୁର, ମମତା ସାହୁ, ସାହେବା ଅଖତର, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଯୁବନେତା ସୁଧାଂଶୁ ଜେନା, ରାମନାରାୟଣ ଶତପଥୀ, ଗୋପବନ୍ଧୁ ମହାପାତ୍ର, ଶ୍ରୀକାନ୍ତ ଜେନା, କୃଷି ନେତା ଅରୁଣ ଜେନା, ପ୍ରଦୀପ ନାୟକ, କହ୍ନେଇ ବେହେରା, ତରୁଣ ଦାସ, ନିରଞ୍ଜନ ବେହେରା, ତୁଷାରକାନ୍ତି ତପସ୍ୱୀ, ବିଜୟ ମହାନ୍ତି, ତପନ ରାଉତଙ୍କ ସମେତ ବହୁ ନେତା ଉଦ୍ବୋଧନ ଦେଇଥିଲେ। ଶେଷରେ ବରିଷ୍ଠ ନେତା ପଦ୍ମଲୋଚନ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଧନ୍ୟବାଦ।